ନମସ୍କାର। ଉଦୟ ଲାବଣର ମାଟି ମଣିଷ ମନର କଥାକୁ ଆପଣ ମାନଙ୍କୁ ସ୍ୱାଗତ। ଆଜି ମାଟି ମଣିଷ ମନର କଥାରେ ପ୍ରସଙ୍ଗ ରଖିଛୁ ଆଠଗଡ଼ ସେଣ୍ଟ ଜାଭିୟର ସ୍କୁଲ। ଆପଣଙ୍କୁ ଆମେ 2 ମାସ ହେଲାଣି ଏହି ସ୍କୁଲ ଉପରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ଚାଲୁଛୁ। ଆମର ସମ୍ବାଦପତ୍ର ଉଦୟ ଲାବଣରେ ହେଉ, ଉଦୟ ଲାବଣ ନ୍ୟୁଜ୍ରେ ହେଉ, ଉଦୟ ଲାବଣ ଡିଜିଟାଲରେ ହେଉ, ଆମେ ସମ୍ପୂର୍ଣ୍ଣ ତଥ୍ୟ ଅଭିଭାବକମାନଙ୍କ ଗୋଚରାର୍ଥେ ବା ଆଠଗଡ଼ବାସୀଙ୍କ ଗୋଚରାର୍ଥେ ଆମେ ଜଣାଇ ଦେଇ ଆସିଛୁ। ସ୍କୁଲରେ ଦୁଇଟା ପ୍ରିନ୍ସିପାଲ, 2 ଦଳରେ ସିକ୍ୟୁରିଟି, 2 ଦଳର ଟିଚର, ଏମିତି ଚାଲିଛି ଆଠଗଡ଼ ସେଣ୍ଟ ଜାଭିୟର ସ୍କୁଲ। ଏଭଳି ଏକ ମନୋପଲି କାମ କାହିଁକି ଏ ସ୍କୁଲରେ ଚାଲିଛି? ଇଏ ତ ଗୋଟିଏ ବଡ଼ ସ୍କୁଲଟେ, ସେଣ୍ଟ ଜାଭିୟର ସ୍କୁଲ। ଆର ଓଡ଼ିଶାରେ ବିଭିନ୍ନ ଅଞ୍ଚଳ ବିଭିନ୍ନ ଜାଭିୟର ସ୍କୁଲ ନାଁରେ ଅନେକ ଗୁଡ଼ିଏ ଶିକ୍ଷାନୁଷ୍ଠାନ ଅଛି। ଆଠଗଡ଼ରେ ମଧ୍ୟ 8-10 ବର୍ଷ ହେଲାଣି ସ୍କୁଲଟି ଖୋଲିଛି। ପ୍ରାୟ 1100 ପିଲା, 1100 ପିଲାଙ୍କ ଭବିଷ୍ୟତକୁ ନେଇ ସେଣ୍ଟ ଜାଭିୟର ସ୍କୁଲ କିଛି ଲୁଚକାଳି ଖେଳୁନି ତ? ଏବେ ଯେଉଁଭଳି ଭାବରେ ଅଭିଭାବକମାନେ ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି, ଦୁଇଟା ମ୍ୟାନେଜମେଣ୍ଟ ଭିତରେ କାହାକୁ ସେମାନଙ୍କର ମାସିକ ଅର୍ଥ ଦେବେ ବା ଦରମା ଦେବେ ବା ଆଡମିସନ ଫି କୋଉଠି କରିବେ, ତାକୁ ନେଇ ବର୍ତ୍ତମାନ ଅଭିଭାବକମାନେ ଦ୍ୱନ୍ଦ୍ୱରେ ପଡ଼ି ସାରିଲେଣି। ଆଉ ଅନେକ ଗାର୍ଡିଆନ ମଧ୍ୟ, ଆଜି ଆମେ ଯାହା ଦେଖିବାକୁ ପାଇଲୁ, ଅନେକ ଗାର୍ଡିଆନ ମଧ୍ୟ ସେମାନଙ୍କର ପିଲାମାନଙ୍କୁ ସ୍କୁଲରୁ ନେବା ମଧ୍ୟ ଆରମ୍ଭ କଲେଣି ବା ଟିସି ନେଇଗଲେଣି। କାହିଁକି ଏଭଳି ଏକ ଅଚଳ ଅବସ୍ଥା? କାହିଁକି? ଏଇଥିପାଇଁ ଆମେ କହୁଛୁ, ଏ ସ୍କୁଲ ଭିତରକୁ ଯଦି ପ୍ରସଙ୍ଗ ଭିତରକୁ ଯିବା, ଗୋଟିଏ ପଟେ ରହୁଛନ୍ତି ମହାନ୍ତି ଗ୍ରୁପ, ଅନ୍ୟପଟେ ରହୁଛନ୍ତି ପଟ୍ଟନାୟକ ଗ୍ରୁପ। 2 ଗ୍ରୁପର ମନମାନି ଭିତରେ ସମ୍ପୂର୍ଣ୍ଣ ପେଶି ହେଇଗଲେଣି ଛାତ୍ରଛାତ୍ରୀ ଅଭିଭାବକମାନେ। ଗ୍ରୀଷ୍ମ ଛୁଟି ପରଠାରୁ ଏ ସ୍କୁଲରେ କେଉଁ ଦିନ ଏମିତି କୌଣସି ଅସୁବିଧା ନ ହୋଇଛି ଆଉ ତାକୁ କିଏ ନ ଦେଖିଛନ୍ତି ତାହା କହିବା ମଧ୍ୟ ଅସମ୍ଭବ। ପ୍ରତ୍ୟେକ ଅଭିଭାବକ ଏହି ସ୍କୁଲର ଅସୁବିଧା ସହିତ ଜଡ଼ିତ। ଅନେକ ମଧ୍ୟ ମୁହଁ ଖୋଲି ପାରୁନାହାନ୍ତି, ଆଉ ଯିଏ ମୁହଁ ଖୋଲୁଛନ୍ତି ସେମାନଙ୍କ ମୁହଁକୁ ମଧ୍ୟ 2 ଗ୍ରୁପ ପକ୍ଷରୁ ସେମାନଙ୍କୁ ଅର୍ଥ ଦିଆଯାଇ ବନ୍ଦ କରାଯାଉଛି। ଏଭଳି ଭାବରେ ସ୍କୁଲ ବର୍ତ୍ତମାନ ପରିଚାଳିତ ହେଉଛି। କେବଳ ଗୋଟିଏ କଥା କହିବା, ଅର୍ଥ କାରବାରକୁ ନେଇ ଆଜି ସ୍କୁଲର ଏହି ଦଶା। କାରଣ ଯୋଉଠି 1100 ପିଲା ପାଠ ପଢୁଛନ୍ତି, ଆଠଗଡ଼ ଭିତରେ ଥିବା ଅନେକ ସ୍କୁଲ ଭିତରୁ ସେଣ୍ଟ ଜାଭିୟର ସ୍କୁଲରେ ଅଧିକ ଦରମା ପିଲାମାନଙ୍କ ଠାରୁ ନିଆଯାଏ, ଅଭିଭାବକଙ୍କ ଠାରୁ ନିଆଯାଏ ଅନ୍ୟ ସ୍କୁଲ ତୁଳନାରେ। ଆମେ ଯାହା ଅନୁମାନ କରୁଛୁ, ଏ ସେଣ୍ଟ ଜାଭିୟର ସ୍କୁଲ, ଆଠଗଡ଼ ସେଣ୍ଟ ଜାଭିୟର ସ୍କୁଲର ବାର୍ଷିକ ଆୟ 2 କୋଟିରୁ ଅଧିକ। ଯୋଉଠି 2 କୋଟି ଟଙ୍କା ଆଦାୟ ହେଇପାରୁଛି ବର୍ଷକୁ, ସେଠି ହାତ ସଫେଇ ହବା ନିହାତି ସନ୍ଦେହ ଘର ଭିତରୁ ଚାଲି ଯାଉଛି। କାରଣ ଏଠି ଗୋଟିଏ ଗ୍ରୁପ ରହିଛନ୍ତି, ମହାନ୍ତି ଗ୍ରୁପରେ ରହିଛନ୍ତି କିଛି ଲୋକ, ପଟ୍ଟନାୟକ ଗ୍ରୁପରେ କିଛି ରହିଛନ୍ତି। ଏଠି ଗତକାଲି ଆମେ ଦେଖିବାକୁ ପାଇଲୁ, ମହାନ୍ତି ଗ୍ରୁପ ପକ୍ଷରୁ ତାଙ୍କର ପ୍ରିନ୍ସିପାଲ ରହିଛନ୍ତି ଅନିଲ ମହାନ୍ତି। ସିଏ ଗୋଟିଏ ସୋସିଆଲ ମିଡିଆରେ ଛାଡ଼ି ସାରିଲେଣି, ଅଭିଭାବକମାନଙ୍କ ପାଖକୁ ଛାଡ଼ି ସାରିଲେଣି ଯେ ତାଙ୍କର 12 ଜଣରୁ 15 ଜଣ ଭିତରେ ଶିକ୍ଷକ, ପ୍ରଧାନ ଶିକ୍ଷକ ଯିଏ ଥିଲେ ପ୍ରେମରାଜ ପାତ୍ରଙ୍କ ସହିତ 12-13 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନେ ସ୍କୁଲରୁ ଟର୍ମିନେଟ୍ କରିଛନ୍ତି ବା ସ୍କୁଲରୁ ବିଦା କରିଦେଇଛନ୍ତି। ସେହିପରି ପଟ୍ଟନାୟକ ଗ୍ରୁପରେ ଥିବା ସେମାନେ ମଧ୍ୟ ସ୍କୁଲ ଭିତରେ ଦବଦବା ରଖିଛନ୍ତି। ସିଏ କହୁଛନ୍ତି ଆମେ ହେଉଛୁ ପ୍ରିନ୍ସିପାଲ, ପଟ୍ଟନାୟକ ଗ୍ରୁପ ହେଉଛି ସଂସ୍ଥାର ମାଲିକ। ଯେଉଁ ଲୋକଙ୍କ ନାଁରେ, ପ୍ରଭୁ ମହାନ୍ତିଙ୍କ ଯେଉଁ ଲୋକଙ୍କ ନାଁରେ ଟ୍ରଷ୍ଟି ଥିଲା, ସେ ଟ୍ରଷ୍ଟି ବଦଳି ଗଲାଣି। ତାଙ୍କ ପିଲାମାନେ, ତାଙ୍କ ପୁଅ ବୋହୂ ପରିବାର, ସେମାନେ ସବୁ ବୁଝୁଛନ୍ତି। ଏଭଳି ଭାବରେ ପଟ୍ଟନାୟକ ଗ୍ରୁପ ଆଉ ମହାନ୍ତି ଗ୍ରୁପ ଭିତରେ ଲାଗି ରହିଥିବା ଛକା ପଞ୍ଜା ଭିତରେ ସମ୍ପୂର୍ଣ୍ଣ ପେଶି ହେଇସାରିଲେଣି ଅଭିଭାବକ, ଛାତ୍ରଛାତ୍ରୀମାନେ। ଆଉ ଏ ସମସ୍ୟା କେବେ ସମାଧାନ ହେବ ତାହା ମଧ୍ୟ କାହାକୁ ଜଣା ନାହିଁ। ପ୍ରଶାସନ ନିରୁତ୍ତର, ପୋଲିସ ନିରୁତ୍ତର। ଏଠି ସ୍କୁଲ, ସେଣ୍ଟ ଜାଭିୟର ସ୍କୁଲ ଆଗରେ କାଳେ କୌଣସି ବିଶୃଙ୍ଖଳା ହେବ, 5 ଜଣ ପୋଲିସକୁ ମଧ୍ୟ ସ୍କୁଲ ଆଗରେ ମୁତୟନ କରାଯାଇଛି। ସ୍କୁଲର 2ଟି କିମ୍ବା 4ଟି ବସ୍କୁ ଗତକାଲି ସ୍କୁଲ ଭତ୍ତା ଭିତରୁ ନେଇଯାଉଥିଲେ ମହାନ୍ତି ଗ୍ରୁପର ଲୋକମାନେ।
नहीं जाऊଥିଲେ भुवनेश्वर अंचल को। तेणु पट्टनायक ग्रुपर जी अच्छा अध्यक्ष प्रेमराज पात्र सी कड़े काठगड़ थाना एतला कला पुलिस तत्पर हो पड़ा और बारंग निकटू से गाड़ी जोड़िक धरा पड़ा। से गाड़ी दुईट को आणिकी पत्र आठगड़ उपजिलापाल ऑफिस कार्यालय आगे रखा ये हूँ माटी मनीष मनर कथार प्रकृत तथ्य। जदि अभिभावक मैंने आमको देखुता आम शुणु आपण चिंता करूँ पैसा खर्च करवा आम लक्ष लक्ष टंका पिला पाठ पढ़ाई आम खर्च करुचे किंतु आम मानकर पैसा को लेकिन अर्थ को लेकिन ये जो अभिभावक मानकर अर्थ को नहीं जो दुई मैनेजमेंट होती दुई मैनेजमेंट भितर द्वंद्व लगी रही से केवल अर्थ कारोबार को नहीं किए यार परिचालना भार दायित्व नब। जो अभिभावक मैंने से पिला छाड़ी स्कूल भीतर को छाड़ी दुई पक्ष तरफ से निकट अभिभावक मान निकट को जाऊँगी व्हाट्सएप मेसेज जाऊँगी आपड़ यही अकाउंट डिपोजिट करूँ आप से अकाउंट डिपोजिट करूँ। तेज अभिभावक मैंने बर्तमान संदेह रही स्कूल रे पाठ पढ़ुता पिला आमे कहा टंका देबू किए कहा हेड रे आमे टंका देले आम पिला जावियर स्कूल सेंट जावियर स्कूल पाठ पढ़ी पार। तेणु बेल थाउ थाउ आप अभिभावक मैंने सावधान हो जातु। प्रशासन किसी करना प्रशासन को कथा को दुई पक्ष दुई मैनेजमेंट के मानवा अवस्था नहांती। गत मासे तले पट्टनायक ग्रुपर गुंडा मैंने आसी स्कूल भीतर प्रवेश कर भंगारुजा करते ताला काटते से दुई दिन तले जहाँ देखा मिलला महांती ग्रुपर लोक मैंने आसी स्कूल भीतर प्रवेश कर प्रिंसिपाल चेयर फेयर टेबुल सब कबाड़ झरका सब भंगारुजा करते सी थाना केस मामला रुजु होती। गत 1.5 मास 2 मास भितर आठगड़ थाना दुई पक्ष तरफ प्राय 10 ରୁ 15 गोटी मामला रुजु हो सारा किंतु पुलिस कौन प्रकार कार्यानुष्ठान ग्रहण कर पारना। यार कारण रोच यार पछरे रोचे जे गोटे बड़ हाथ ये स्कूल पछरे काम करुच्ची जोटा कि अभिभावक मैंने जापार ना। कारण ये जो स्कूल अच्छे सेंट जावियर स्कूल ये स्कूल सेंट जावियर स्कूल पछरे बीजेपी वरिष्ठ नेता माने संपृक्त अच्छा जहाँफल ना उपजिलापाल कौन प्रकार कार्यक्रम कर दायित्व नेला स्कूल परिचालन कर पुलिस कौन कार्यक्रम करी कार्यक्रम करें समस्त केवल निरुतर सबू केवल हाँजी हाँजी भितर ए स्कूल परिवेश चली तेबे आग को ये स्कूल मोड़ कौआड़ को जाऊँगी ए स्कूल कि भांग कि परिचालना भार महांती ग्रुप पाखक जीव कि पट्टनायक ग्रुप पाखक जीव ताकू नहीं अभिभावक मैंने प्रश्न उठेवा आरंभ कले। तेणु आम आशा करूँ जदि आठगड़ भितर स्कूलटे सेंट जावियर स्कूलटे भल स्कूलटे आपण मान पिला पाठ पढ़ाऊँ जदि परिचालना भार दुई मैनेजमेंट को भितर द्वंद्व लगी तेबे मु सीधा सड़क आपण कहूँ आप अभिभावक मैंने गोटे परिचालना कमिटी करंतु तार दायित्व आपण मैंने निजे नियंतु जो पर्यंत ये समस्यार समाधान रही दुई पक्ष भितर से पर्यंत आपण मैंने ये दायित्व निज हाथ रखंतु आ स्कूल को परिचालना करंतु। आज माटी मनीष मनर कथार यही प्रसंग नहीं यही आम सारूँ आउ एक प्रसंग नहीं आम आउ दिन आसबू रोचु। वंदे उत्कल जननी मु ओडिया मो भाषा भारी बढ़िया गर्व कहवा आमे ओडिया। जय हिंद।